ସମସ୍ତେ ତ ସାଧାରଣତଃ ଜନ୍ମଦିନ ଘରେ ହଉ ବା ବଡ଼ ବଡ଼ ହୋଟେଲରେ ହଉ ରେଷ୍ଟୁରାଣ୍ଟରେ ହଉ ସମସ୍ତେ ପାଳନ କରିଥାନ୍ତି, କିନ୍ତୁ ଆମେ ଚିନ୍ତା କଲୁ, ଝିଅ ମଧ୍ୟ ତା ଆଡ଼ୁ କହିଲା ଯେ ପାପା ଆମେ ଟିକେ ଏଥର ଗୋଟେ ସେବାଶ୍ରମରେ ଯେଉଁଠି ଦୁସ୍ଥ ଲୋକମାନେ ରହୁଛନ୍ତି, ଗୋଟେ ବୃଦ୍ଧାଶ୍ରମ ହଉ କିମ୍ବା ଗୋଟେ ଭିନ୍ନକ୍ଷମ ଆଶ୍ରମ ହଉ, ଯେଉଁଠି ଆମେ ପାଳନ କରିବା, ସେମାନଙ୍କ ସାଙ୍ଗରେ ମିଶିବା। ଏବଂ ନିଶ୍ଚିତ ଭାବରେ ମୋତେ ବି ଭଲ ଲାଗିଲା ଏବଂ ମୁଁ ତାକୁ କହିଲି ହଁ ଠିକ୍ ଅଛି, ଆମେ ସେଇଭଳି ଭାବରେ ପାଳନ କରିବା। ଆଉ ସବୁଠୁ ବଡ଼ ଉଦ୍ଦେଶ୍ୟ ହେଉଛି ଛୋଟ ଛୋଟ ପିଲାମାନଙ୍କୁ ଜନ୍ମଦିନ ଏଇଭଳି ଭାବରେ ଯଦି ପାଳନ କରାଯିବ, ତାହେଲେ ସେମାନେ ପ୍ରକୃତରେ ଅଲଗା ଲୋକମାନେ ଏ ସମାଜରେ କିଭଳି ପରିସ୍ଥିତିରେ ଅଛନ୍ତି ସେଟା ସେମାନେ ଜାଣିପାରିବେ ଏବଂ ବଡ଼ ହେଲେ ସେମାନେ ଆଗାମୀ ଦିନରେ ନିଜକୁ ମଧ୍ୟ ପ୍ରସ୍ତୁତ କରିବେ ଯେ କେମିତି ଗରିବ ଦୁସ୍ଥ ଭିନ୍ନକ୍ଷମମାନଙ୍କ ସାଙ୍ଗରେ ଆମେ ଠିଆ ହେଇକି କାନ୍ଧରେ କାନ୍ଧ ଲଗେଇକି ସମାଜକୁ କେମିତି ଆଗକୁ ନେବା, ସେ ଶିକ୍ଷା ମଧ୍ୟ ସେମାନେ ପାଇପାରିବେ। ତ ସେଇ ଉଦ୍ଦେଶ୍ୟରେ ଆମେ এই ଜନ୍ମଦିନ ଏଭଳି ଢଙ୍ଗରେ ପାଳନ କଲୁ। ବହୁତ ଲୋକ ହୋଟେଲରେ, ରେଷ୍ଟୁରାଣ୍ଟରେ, ଅନ୍ୟ ଜାଗାରେ ତାଙ୍କ ଜନ୍ମଦିନ ପାଳନ କରନ୍ତି, ହେଲେ ଏଥରକ ମୁଁ ଗୋଟେ ନିଆରା ଢଙ୍ଗରେ ମୋ ଜନ୍ମଦିନ ପାଳନ କଲି। ଯେଉଁମାନେ ଡିଜେବଲ୍ ସେମାନଙ୍କୁ ମୁଁ ଖୁସି ବାଣ୍ଟିବାକୁ ଚାହୁଁଥିଲି, ତ ମୋ ଖୁସିରେ ଯେମିତି ସେମାନେ ଖୁସି ହୁଅନ୍ତୁ, ତ ଆଜି ମୁଁ ସବୁ ମୋର ସାଙ୍ଗମାନଙ୍କ ସହିତ ଓ ବଡ଼ମାନଙ୍କ ସହିତ ମୋ ଜନ୍ମଦିନ ପାଳନ କଲି। ମୁଁ ଆଶା କରୁଛି ଯେ ମୁଁ ସବୁ ବର୍ଷ ଏମିତି ପାଳନ କରେ। ଯାହା ହଉ, ମୁଁ ବହୁତ ଖୁସି ହେଲି ଯେ ଆମେ ସମସ୍ତଙ୍କୁ ସବୁବେଳେ ଖୁସି ଦେଇପାରିବା ନାହିଁ, ସବୁବେଳେ ଖୁସି ଦେଇପାରିବା ନାହିଁ, ସେଟା ବୋକାମି ହବ। ଯଦି ଗୋଟେ ମୁହୂର୍ତ୍ତ ବି ତାଙ୍କୁ ଖୁସି କରିପାରିଲେ ତାର ଯଥାର୍ଥତା ବହୁତ ବେଶୀ ଅଛି। ତେଣୁ ସେମାନେ ଆସିଛନ୍ତି ଏଠି 200 ପରିବାରରୁ 200 ପ୍ରକାର ଲୋକ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ଦିବ୍ୟାଙ୍ଗ, ଯେଉଁମାନେ ମଉସା ମାଉସୀ ମାନେ ଅଛନ୍ତି ସେମାନେ 70ରୁ 75 ଜଣ ଅଛନ୍ତି। ସେମାନେ ମଧ୍ୟ ସମସ୍ତେ ଗୋଟିଏ ଗୋଟିଏ ଭଲ ପରିବାରରେ ଏବଂ ଗୋଟେ ଗୋଟେ ଉତ୍ତମ ମଣିଷ।